ସମୃଦ୍ଧ ଓଡ଼ିଶାର ଉତ୍ତରୋତ୍ତର କାମନା କରୁଛି ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ। ଭୁବନେଶ୍ୱର ଦୈନିକ ଖବରକାଗଜ ସମୃଦ୍ଧ ଓଡ଼ିଶା ଓ ଏସ୍କଟ୍ ସ୍ୱେଚ୍ଛାସେବୀ ସଂଗଠନର 21ତମ ସ୍ୱୟଂକ୍ଷେତ୍ର ଦିବସ ବାର୍ଷିକ ଉତ୍ସବ ଓ ବନ୍ଧୁ ମିଳନ ଭୁବନେଶ୍ୱରସ୍ଥିତ ବୁଦ୍ଧ ମନ୍ଦିର ସଭାକକ୍ଷରେ ଗତ ଶୁକ୍ରବାର ସନ୍ଧ୍ୟାରେ ମହା ଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ପୂର୍ବତନ ସାଂସଦ ଡକ୍ଟର ପ୍ରସନ୍ନ କୁମାର ପାଟ୍ଟଶାଣୀ ଅଧ୍ୟକ୍ଷତା କରିଥିଲେ। ରାଜ୍ୟ ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସାମ୍ବାଦିକମାନଙ୍କର ବିଭିନ୍ନ ସମସ୍ୟା ଓ ଏହି ସରକାରରେ କିପରି ଆସ୍ତେ ଆସ୍ତେ ସମାଧାନ କରାଯାଉଛି ତାହା ବିସ୍ତୃତ ଭାବରେ ବର୍ଣ୍ଣନା କରି ସମୃଦ୍ଧ ଓଡ଼ିଶା ପ୍ରତି ତାଙ୍କର ଆନ୍ତରିକତା ବ୍ୟାଖ୍ୟା କରି ଉନ୍ନତି କାମନା କରିଥିଲେ। ସମ୍ମାନିତ ଅତିଥି ଭାବେ ଏକାମ୍ର ବିଧାୟକ ବାବୁ ସିଂ ଯୋଗଦେଇ ସମୃଦ୍ଧ ଓଡ଼ିଶାର ଉନ୍ନତି କାମନା କରିବା ସହ ଏହାର ସାମ୍ବାଦିକ ଓ ଉଦ୍ୟୋକ୍ତାମାନଙ୍କୁ ସାଧୁବାଦ ଜଣାଇଥିଲେ। ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ମୁଖ୍ୟ ଯନ୍ତ୍ରୀ ଇଞ୍ଜିନିୟର ଯାମିନୀକାନ୍ତ ଦାସ ସମୃଦ୍ଧ ଓଡ଼ିଶା କିଭଳି ବିଭିନ୍ନ ଜଞ୍ଜାଳ ଭିତରେ ଗତି କରି ମଧ୍ୟ 21 ବର୍ଷ ଧରି ପ୍ରକାଶିତ ହୋଇ ଆସୁଛି ଏବଂ ଲୋକଙ୍କ ସମସ୍ୟା ସରକାରଙ୍କ ନିକଟରେ ଉପସ୍ଥାପନ କରୁଛି ସେ ସମ୍ପର୍କରେ ବ୍ୟାଖ୍ୟା କରିଥିଲେ। ସମ୍ମାନୀୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ରମେଶ ଚନ୍ଦ୍ର ମହାନ୍ତି ଯୋଗଦେଇ ସମ୍ବାଦପତ୍ର ଓ ସାମ୍ବାଦିକମାନଙ୍କ ସମସ୍ୟା ସମ୍ପର୍କରେ କହିଥିବା ବେଳେ ସମ୍ମାନୀୟ ଅତିଥି ରୂପେ ସମାଜସେବୀ ଜୟଶ୍ରୀ ଧଳ ଯୋଗ ଦେଇଥିଲେ। ଏକତା ଟ୍ରଷ୍ଟର ମୁଖ୍ୟ ଦୀପ୍ତିରେଖା ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ନିରପେକ୍ଷ ସମ୍ବାଦ ପରିବେଷଣରେ ସମୃଦ୍ଧ ଓଡ଼ିଶା କିଭଳି ଆଗରେ ଅଛି ସେ ସମ୍ପର୍କରେ ବ୍ୟାଖ୍ୟା କରିବା ସହ ସମୃଦ୍ଧ ଓଡ଼ିଶା କର୍ମକର୍ତ୍ତାଙ୍କୁ ସାଧୁବାଦ ଜଣାଇଥିଲେ। ଏହି ଉତ୍ସବରେ ସମୃଦ୍ଧ ଓଡ଼ିଶା ପକ୍ଷରୁ ଡକ୍ଟର ପାଟ୍ଟଶାଣୀ, ମନ୍ତ୍ରୀ ମଲ୍ଲିକ, ବିଧାୟକ ବାବୁ ସିଂଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ସମୃଦ୍ଧ ଓଡ଼ିଶାର ବିଶେଷ ସଂଖ୍ୟା ମୁଖ୍ୟ ଅତିଥିଙ୍କ ଦ୍ୱାରା ଲୋକାର୍ପଣ କରାଯାଇଥିଲା। ସମ୍ମାନୀୟ ଅତିଥିମାନଙ୍କୁ ମଧ୍ୟ ମୁମେଣ୍ଟ ଓ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା। ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ଆସିଥିବା 20 ଜଣ ପ୍ରତିଭାବାନ ବ୍ୟକ୍ତିଙ୍କୁ ସମ୍ମାନିତ କରାଯାଇଥିଲା। ଆଙ୍କର ଅନୁସୂୟା ସାହୁ ସଂଯୋଜନା କରିଥିଲେ। ଉଚ୍ଚତମ ନ୍ୟାୟାଳୟର ଓକିଲ ଅଳକା ପାଣିଗ୍ରାହୀଙ୍କ ନେତୃତ୍ୱରେ ଆସିଥିବା ମହିଳା ଗ୍ରୁପ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ସମୃଦ୍ଧ ଓଡ଼ିଶା ଓ ଏସ୍କଟ୍ର ସମ୍ପାଦକ ଡକ୍ଟର ସୁଧୀର କୁମାର ପଟ୍ଟନାୟକ ଓ ନିର୍ବାହୀ ସମ୍ପାଦକ ରଜତ ମହାପାତ୍ର ଉତ୍ସବ ପରିଚାଳନା କରିଥିବା ବେଳେ ସାମ୍ବାଦିକ କବି ବାଳକୃଷ୍ଣ ପଟ୍ଟନାୟକ ଶେଷରେ ସେ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ ରଜତ ପଟ୍ଟନାୟକ, ତୀକ୍ଷ୍ଣ ଦୃଷ୍ଟିର ସମ୍ପାଦକ ସନ୍ତୋଷ କୁମାର ସେନାପତି, ମୁକ୍ତ କଲମ ସମ୍ପାଦକ ଜ୍ଞାନରଞ୍ଜନ ଦାସ, ଏପିଜେ ଅବଦୁଲ କଲାମ ଟ୍ରଷ୍ଟର ମୁଖ୍ୟ ପୂର୍ଣ୍ଣ କୁମାର ବେହେରା, କବି ସୁନୀତି ମୁଣ୍ଡ, ଅନୁରାଧା ଦାସ, ଅବସରପ୍ରାପ୍ତ ପ୍ରିନ୍ସିପାଲ ଗଜେନ୍ଦ୍ର କୁମାର ପାଢ଼ୀ, ସଙ୍ଗୀତା ପଟ୍ଟନାୟକ, ଏସ୍କଟ୍ ଚେୟାରମ୍ୟାନ ପ୍ରସନ୍ନ ପଟ୍ଟନାୟକ ସହଯୋଗ କରିଥିଲେ। ଏହାସହ ଅଳକା ପାଣିଗ୍ରାହୀ, ଗୋପୀନାଥ ପଟ୍ଟନାୟକ, ଇଞ୍ଜିନିୟର ଯାମିନୀକାନ୍ତ ଦାସ, ଡକ୍ଟର କୀର୍ତ୍ତିମଞ୍ଜରୀ ସାହୁ, ଚିତ୍ତରଞ୍ଜନ ପାଣି, ଅନୁରାଧା ଦାସ, ଦୀପ୍ତିପ୍ରଭା ରଥ, ଡକ୍ଟର ସୁନୀତା ମୁଣ୍ଡ, ପ୍ରଭାତ କୁମାର ଷଡ଼ଙ୍ଗୀ, ପୂର୍ଣ୍ଣଚନ୍ଦ୍ର ବେହେରା, ଚନ୍ଦନ କୁମାର ଗୌଡ଼, ସୁପ୍ରଭା ରାଉତ, ମମତା ପାଢ଼ୀ, ଗୋପାଳକୃଷ୍ଣ ଦାସ, ଅନୁସୂୟା ସାହୁ, ସୁମିତ କୁମାର ପଟ୍ଟନାୟକ, ଇଞ୍ଜିନିୟର ଦୀପ୍ତିରେଖା ପଟ୍ଟନାୟକ, ଶାନ୍ତନୁ କୁମାର ପଟ୍ଟନାୟକ, ବାଳକୃଷ୍ଣ ପଟ୍ଟନାୟକ ପ୍ରମୁଖଙ୍କୁ ନିଜ ନିଜର କାର୍ଯ୍ୟ ପ୍ରଦର୍ଶିତ ଲାଗି ସମୃଦ୍ଧ ଓଡ଼ିଶା ତରଫରୁ ସମୃଦ୍ଧ ଓଡ଼ିଶାରୁ ରଜତ ମହାପାତ୍ରଙ୍କ ରିପୋର୍ଟ। ଦେଖନ୍ତୁ, ଆଜି ନିଶ୍ଚିତ ଭାବରେ ଅତ୍ୟନ୍ତ ଖୁସି ଯେ ଆଜି ସମୃଦ୍ଧ ଓଡ଼ିଶାର 21ତମ ସ୍ୱର୍ଣ୍ଣନକ୍ଷତ୍ର ଜୟନ୍ତୀ ଅବସରରେ ମୁଖ୍ୟ ଅତିଥି ଭାବରେ ମୋତେ ଡାକିଥିଲେ। ଏଠି ଅନେକ ସାମ୍ବାଦିକ ବନ୍ଧୁମାନଙ୍କ ସହିତ ବିଶିଷ୍ଟ ବ୍ୟକ୍ତିମାନଙ୍କ ସହିତ ଏଠି ଆଜି ଆଲୋଚନା ହେଲା ଏବଂ ଭେଟ ହେଲା। ଭେଟ ହୋଇ ଅତ୍ୟନ୍ତ ଖୁସି ମଧ୍ୟ ଅନୁଭବ କରୁଛି ଯେ ଦୀର୍ଘ 21 ବର୍ଷର ଉତ୍ଥାନ ପତନ ଦେଇ ଗତି କରି ବିଭିନ୍ନ ସମସ୍ୟା ଦେଇ ଗତି କରି ଆଜି ସମୃଦ୍ଧ ଓଡ଼ିଶା ତାର 21ତମ जो जयंती पालन करठी जहाँ आम आलोचना कलु सांबादिकता केते कष्टकर केते कंटकमय ता भितर आज सत्यता परिप्रकाश करवा हूँ सबुठ गोटे कठिनतार कथा। तेणु से सत्यता को आज परिप्रकाश कर सांबादिक मैंने विभिन्न गणमाध्यम पत्र पत्रिका मैंने। तेणु निश्चित भाव में आपको आमर रहा मोर जे सरकार जो जदि कोटी रोचे किसी आम समीक्षा करवा उपेक्षा करवा एवं सरकार जो जिते भल गुण जिते भल योजना ताकू लोकों पाखे केमती पहुँचेबा सरकार योजना साधारण लोक पाखे पहुँचे जे आज जो समृद्ध ओडिशा विकसित ओडिशा आम चिंता करें निश्चित भाव में गणमाध्यम भूमिका अत्यंत गुरुत्वपूर्ण कहीं गणमाध्यम होती समाजर चतुर्थ स्तंभ हिसाब से गणमाध्यम समस्त गणमाध्यम जो मैंने कि सांबादिकता कर विभिन्न पत्र पत्रिका इलेक्ट्रोनिक्स मीडिया आज से देखा आज भाव में अति सहजरे सुविधा गोटे मिनिट्रे लोकों पाखे
ପହଞ୍ଚି ପାରୁଛି। ବର୍ତ୍ତମାନ ଆଧୁନିକ ଯୁଗ ଭିତରେ ମଧ୍ୟ କୋଉଠି ନା କୋଉଠି ଆଜି ଯେଉଁ ପତ୍ର ପତ୍ରିକା ଗୁଡ଼ିକ ଟିକେ ବିଲୁପ୍ତ ପାଇବାକୁ ଲାଗୁଛି, ତାର କେମିତି ପୁନରୁଦ୍ଧାର ହେବ, ତାକୁ କେମିତି ଆମେ ଆଗକୁ ନେବା, ସରକାର ମଧ୍ୟ ଦାୟିତ୍ୱ ରହିଛି। ସାମ୍ବାଦିକମାନଙ୍କର ସୁରକ୍ଷା ସରକାର ଦାୟିତ୍ୱ ରହିଛି। ତେଣୁ ଆମେ ନିଶ୍ଚିତ ଭାବରେ ଆମ ଦାୟିତ୍ୱକୁ ଆମେ ପାଳନ କରିବୁ। ମୁଁ ଅନୁରୋଧ କରିବି ସମସ୍ତ ଗଣମାଧ୍ୟମକୁ, ସେମାନେ ମଧ୍ୟ ତାଙ୍କର ଯେଉଁ ଗୁରୁ ଦାୟିତ୍ୱ ସତ୍ୟତା ପରିପ୍ରକାଶ କରିବା, ତଥ୍ୟଭିତ୍ତିକ ସାମ୍ବାଦିକତା କରିବା ହେଉଛି ଆବଶ୍ୟକ ରହିଛି। ତଥ୍ୟଭିତ୍ତିକ ସମସ୍ତ ପ୍ରମାଣ ଥାଇ ଆମେ ଯଦି କରିବା, ନିଶ୍ଚିତ ଭାବରେ ଲୋକଙ୍କ ଆମେ ଆଦୃଢ଼ ହୋଇପାରିବା, ଲୋକପ୍ରିୟ ହୋଇପାରିବା। ଜାଣିଥିଲି ଆମ ଓଡ଼ିଶାର, କିନ୍ତୁ ସିଏ ନେଇକି ଟଲେଟ୍ କରନ୍ତି, ଜାଣିଥିବ ଟଲେଟ୍ ସ୍ୱର୍ଣ୍ଣକ୍ଷେତ୍ର ଉପରେ ସମୁଦ୍ର ଓଡ଼ିଶାର ସ୍ୱର୍ଣ୍ଣକ୍ଷେତ୍ର ଆଜି ଆପଣ ଆସିଥିଲେ ଅତିଥି ରୂପେ କ'ଣ କହିବେ? ସେ ବଞ୍ଚେଇ ରଖିଛି, କିନ୍ତୁ ବଞ୍ଚେଇକି ଯେଉଁଭଳି ଭାବରେ କାର୍ଯ୍ୟ କରୁଛନ୍ତି, ସେଥିପାଇଁ ଏହାର ସମ୍ପାଦକ ବିଶ୍ୱ ନାୟକ ମରଗଲା ଅଭିନନ୍ଦନ। ଆଉ ଆଜିର ସାମ୍ବାଦିକମାନଙ୍କ ପାଇଁ ହିଜରା କହିପାରିବେ କୋଉ କାଳର ସାମ୍ବାଦିକ ଓଡ଼ିଶାରେ create our own way. Where there is no way, so we will create our own way. ଡିଟେଲସଟା ତମ ଉପରେ ମ୍ୟାଡ଼ାମ୍, ଆଜି ଆପଣ ସମୁଦ୍ର ଓଡ଼ିଶାର 21ତମ ସ୍ୱର୍ଣ୍ଣକ୍ଷେତ୍ର ଉପରେ ଆଜି ଆସିଥିଲେ, କ'ଣ କହିବେ? ସମୃଦ୍ଧ ଓଡ଼ିଶାର 21ତମ ସ୍ୱର୍ଣ୍ଣକ୍ଷେତ୍ର ଉତ୍ସବକୁ ମୁଁ ପ୍ରଥମେ ଶୁଭେଚ୍ଛା ଜଣାଉଛି, ଅଭିନନ୍ଦନ ଜଣାଉଛି। ବହୁତ ଭଲ କଥା ଯେ ଆଜି 21 ବର୍ଷ ଅତିକ୍ରମ କରିସାରିଛି ସମୃଦ୍ଧ ଓଡ଼ିଶା। ଆଉ ସାମ୍ବାଦିକତା ଏକ ବହୁତ ଭଲ ବୃତ୍ତି। ସାମ୍ବାଦିକତାରେ ସମାଜର ଚିତ୍ର ଆଉ ବ୍ୟକ୍ତିର ମାନସିକତା ଆଉ ଥଟ୍ଟା ଆସିଥାଏ, ତାହାକୁ ପ୍ରକୃତ ଭଲ ଭାବରେ ଯଦି ଆମେ ସମ୍ବାଦପତ୍ରରେ କାଗଜ କରିପାରିବା, ତାହେଲେ ନିଶ୍ଚିତ ଭାବରେ ତାର ରିଫ୍ଲେକ୍ସନଟା ସମାଜରେ ପଡ଼ିବ। ସମାଜକୁ ସୁଧାରିବାକୁ ହେଲେ ଗଣମାଧ୍ୟମ ଏକ ଭଲ ମାଧ୍ୟମ, ଏହି ଗଣମାଧ୍ୟମର ସଦୁପଯୋଗ ହେବା ଦରକାର। ଆମେ ଆସିଛୁ। ଆଉ ମୁଁ ହେଉଛି ଡକ୍ଟର APJ ଅବଦୁଲ କଲାମ ଜନକଲ୍ୟାଣ ଚାରିଟେବଲ୍ ଫାଉଣ୍ଡେସନ୍। ଆମର ସୁଧୀର ଭାଇ ହେଉଛନ୍ତି ମୋର ବହୁତ ବାଲ୍ୟକାଳ ବନ୍ଧୁ। ଯାହା ହଉ ଏତେ ବଡ଼ ଯେଉଁ କାର୍ଯ୍ୟକ୍ରମ ଆଜି ହେଲା, ସଫଳତା ହେଲା, ସେଥିରୁ ପ୍ରଥମେ ମୁଁ ଆମ ସୁଧୀର ଭାଇଙ୍କୁ ବହୁତ ଧନ୍ୟବାଦ ଦେଉଛି। ଏ ସମୃଦ୍ଧ ଓଡ଼ିଶା ଆଗାମୀ ଦିନରେ ମିଡ଼ିଆରେ ଗୋଟେ ପ୍ରଥମ ସମ୍ପଦ ରହିବ ବୋଲି ମୋର ଆଶା ଓ ବିଶ୍ୱାସ। ତେଣୁ ମୁଁ ସୁଧୀର ଭାଇଙ୍କୁ ସଦାବେଳେ ମୁଁ ଭଲ ପାଏ, ଏବେ ଭଲ ପାଏ, ଆଗକୁ ବିଶ୍ୱାସ କରୁଛି। ଆମମାନେ ସହଯୋଗ କଲେ ନିଶ୍ଚିତ ଏହା ସତ୍ୟ ନ୍ୟୁଜ୍ ଏବଂ ନିର୍ଭୀକ ସମ୍ବାଦ ପରିବେଷଣ କରି ଏହି ଆଶା ଓ ବିଶ୍ୱାସ ଜଗନ୍ନାଥଙ୍କୁ ପ୍ରମୋଦ ପ୍ରାର୍ଥନା ଆର ସମୃଦ୍ଧି ଓଡ଼ିଶାର ଉତ୍ତରତ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଲେକ୍ଚରର ଅଛି ଓଡ଼ିଆରେ। ସମୃଦ୍ଧ ଓଡ଼ିଶା ତରଫରୁ ମୋତେ ନିମନ୍ତ୍ରଣ କରାଯାଇଥିଲା, ସମ୍ବର୍ଦ୍ଧିତ କରାଯାଇଥିଲା। ଆଉ ସବୁଠାରୁ ଖୁସିର କଥା ହେଉଛି ସମୃଦ୍ଧ ଓଡ଼ିଶା ସାଧାରଣତଃ ରାଜନୈତିକ ପ୍ରରୋଚନା ଭିତରକୁ ଆସନ୍ତିନି। ଯାହା କିଛି ସତ୍ୟ ଆଉ ଯାହା କିଛି ଲୁକାୟିତ ତାକୁ ଚେଷ୍ଟା କରନ୍ତି ଲୋକଲୋଚନକୁ ଆଣିବା ପାଇଁ। ଆଉ ସବୁଠାରୁ ବଡ଼ କଥା ହେଉଛି ମାନବିକତାର ଯେତେ ନିକଟତର ହେବ, ଏଇ ସାମ୍ବାଦିକତା ମାଧ୍ୟମରେ ସେମାନେ ମାନବିକତାର ନିକଟତର ହୁଅନ୍ତି। ତେଣୁ ମୋ ତରଫରୁ ସେମାନଙ୍କୁ ଆଜିର ବାର୍ଷିକ ଉତ୍ସବ ପାଇଁ ଅଭିନନ୍ଦନ ଆଉ ଶୁଭେଚ୍ଛା। ଆଉ ଆଶା ଯେ ଆଗାମୀ ଦିନରେ ନିଶ୍ଚିତ ରୂପେ ସେମାନେ ସମାଜ ପ୍ରମେୟ ସମ୍ବାଦ କରି ଅନ୍ୟ ମାଗାଜିନ୍ ସହିତ ତୁଳନା ହୋଇପାରିବେ। ଏହି ହୁଏତ ଆଗକୁ ବି ଯାଇପାରନ୍ତି, ଯେହେତୁ ମାନବିକତା ହିଁ ଶ୍ରେଷ୍ଠ ଧର୍ମ। ଆଉ ଯେଉଁ ଧର୍ମ ସହିତ ଏମାନେ ଜଡ଼ିତ ଅଛନ୍ତି, ସେଥିପାଇଁ ଏମାନଙ୍କୁ ଆନ୍ତରିକତା ସହିତ ଗ୍ରହଣ କରେ। ଆଉ ମୋର ଆନ୍ତରିକ ଇଚ୍ଛା ଯେ ଏମାନେ ଆଗାମୀ ଦିନମାନଙ୍କରେ ଯୁବପିଢ଼ି ଆଉ ଅନ୍ୟମାନଙ୍କର ଏକ ମାନେ ସେମାନଙ୍କ ପାଇଁ ଗୋଟେ ପ୍ରେରଣା ସୃଷ୍ଟି କରନ୍ତି। ଆଜି ଆପଣ ସମୁଦ୍ର ଓଡ଼ିଶାର ସ୍ୱର୍ଣ୍ଣକ୍ଷେତ୍ର ଦିବସରେ ସମ୍ବର୍ଦ୍ଧିତ ହେଲେ, ସମ୍ବର୍ଦ୍ଧିତ ହେଇ ଆପଣ କେତେ ଖୁସି ଅଛନ୍ତି? ବହୁତ ଖୁସି ଅଛି, କାରଣ ଗୋଟେ ଭଲ ସମୃଦ୍ଧ ଓଡ଼ିଶାର ଏକ ବଳିଷ୍ଠ ନାମ, ଆଉ ସେ ମୋତେ ଅନୁବାଦିକା ହିସାବରେ ସମ୍ବର୍ଦ୍ଧିତ କରିଛନ୍ତି। ତେଣୁ ସେଥିପାଇଁ ବି ଖୁସି ଅଛି, ଆଉ ସେମାନଙ୍କ କାମ ନେଇକି ଧନ୍ୟବାଦ।